हेलो सांग मैंने कौन करछन्ती आपण माने देखंतु मु गाधे पिधे सारिची सज बढ़िया देखा जाउछ रास्ता केते सुंदर देखा जाउछ परिष्कार हे जाइछ ना आ बहुत ही सुंदर देखा देखन हेडेटा पिला साइकिल चलाउछन्ती पूजा करी नाही पेट पूजा करीबी केमती देखा जाउछ काली जाइथिले बाजार केमती देखा होतिले आज सकाळे केमती देखा होउछ सांग माने बोर रिपोर्ट रो कोन बाहर थिला। हेलो फ्रेंड नमस्कार जय जगन्नाथ आशा करछि आपण माने भलो थिबे आमे माने भी भलो रहछु मोर एक नुआ फेस ब्लॉग को आपण माने को स्वागत करूछि आ सांग माने मु संध्या वाले वीडियो टी आरंभ करछि आउ आज हूँ तो किसी संध्या बेले टी आम जाऊँ बजार को माने बुलवा आमती किसी कम ना अल्प कम अच्छी जहाँ भी हो जाऊ बुलाबुली करसबू घर कथ दिन सारा बसी बसिक रोचे ना से कहले चाल बजार बुले आस मो जूता सेठी अच्छे देखु गछ कटा हो जाए केते सुंदर देखा लाइट गुरा पड़ू फॉक्स केते सुंदर बहुत बढ़िया लगुच भल लगुच किंतु सांबाड़ी कौन है से गोटे सिंगड़ार गछ अच्छे से बाईर सांबाड़ी प्रबल होती देखु बहुत सुंदर देखा ठीक अच्छे आम ए बाहर सारचु आ ताला फाला दिया सैलानी एबे बाजार जीवु सरीगला एबे बाजार चलू देखो बाहर तार केते सुंदर देखा जाउची बढ़िया देखा जाउची रास्ता केते सुंदर देखा जाउची परिष्कार हे जाइछ ना आ बहुत ही सुंदर देखा देखो हेडेटा पिला साइकिल चलाउछन्ती देखो चाबी दिया होउची अल्प टक देके स्टक देवे ना ठीक है। आम बजार पलि आस सारूनी जाइनु भुवन टे खाई आसता किंतु भुवन मिललानी आ कौन आनी सी तो पूरा कौन झाड़ गला देखत गरम गरम थिला तो एटा हूँ पियाजी पियाजी आनीचु आपण माने तो देखिले आम गुपचुप खाइचु आउ कौन आनी गोटे बिंदी आनी देखे मो बिंदी आनी आ से गुटी केते नेखा कहला ए देखंतु एई साइज बिंदी आनी आई जोटा लगे से छोट एटा गोटे बड़ अच्छे आ भीतर छोट अच्छे 5 टा नहीं आसने ए बिंदी 3 टका नेखा ना केते टका 4 टका नेखा गाँ रे केते टका 5 टका नेखा गाँ रे नबे आ जाइके टिके बुले आसलु जो एते जोर बाहर ठंडा पड़ुचे जा एते सारा बुलिनु आ वीडियो भी करि पाइलेनी केते बुली बुली के आसेनु चले चले के ना कौन कहूचा से बाहर सबले कोंती गरम हुए बाहर भल लगे जे बुली के मजा पाइचंती ठीक है सांग माने हमर तो आज रात रे रुटी हबो
ଆଉ ଶୀତ ପଇଲାନି ନା ରୁଟି ସନ୍ତୁଳା ତରକାରୀ ହବ। ତାପରେ ଆପଣ ମାନଙ୍କ ସହିତ ସକାଳେ ଦେଖାହବ। ହେଲୋ ସାଙ୍ଗମାନେ, କଣ କରୁଛନ୍ତି ଆପଣ ମାନେ? ଦେଖନ୍ତୁ ମୁଁ ଗାଧେଇ ବିଧେଇ ସାରିଛି, ସଜ ବି ହେଇଯାଇଛି ଟିକେ ଆଜି। ଆଉ ଦେଖନ୍ତୁ ଠାକୁର ପୂଜା କାମ ବି ସରିଯାଇଛି। ଆଉ ବହୁତ ଶାନ୍ତି ଲାଗୁଛି। ଦେଖଉଛି ଆପଣ ମାନଙ୍କୁ। ଆଉ ଠାକୁର ପୂଜା କାମ ବି ସରିଗଲା, କିନ୍ତୁ ପେଟ ପୂଜା କରିନାହିଁ। ପେଟ ପୂଜା କରିବି। ମୁଁ ଟିକେ ସକାଳୁ ସକାଳୁ ବ୍ଲଗ ଟିକେ କରିଦିଏ। ସାଙ୍ଗମାନେ କଣ କରୁଛନ୍ତି? ଆପଣ ମାନେ ଖାଇସାରିଲେନି ନା ଖାଇନାହାନ୍ତି? ଖାଇସାରିଥିବେ ମତେ ଲାଗୁଛି। ଆଉ କିଛି ଜଣ ବି ଖାଇ ନଥିବେ। ହଁ ସେମିତି କାମ ଥିଲେ କି ସମସ୍ତେ କଣ ଶୀଘ୍ର ଶୀଘ୍ର ଖାଇଦିଅନ୍ତି। ଯାହା ବି ହଉ। ଆଉ କଣ ଆଜି ଆମର ରୋଷେଇ ହବ? ହଁ ମନେ ପଡିଗଲା, ଆପଣ ମାନଙ୍କୁ କହିଥିଲି ତ କାଲି ବୋଉର କି ଅଲ୍ଟ୍ରାସାଉଣ୍ଡ କଣ ରିପୋର୍ଟ ବାହାରିଛି। ମୁଁ ଆଜି ତମକୁ ଆପଣ ମାନଙ୍କୁ କହିଦେବି, ତମକୁ କହୁଛି। ଆଜି ଆପଣ ମାନଙ୍କୁ କହିଦେବି କଣ ବାହାରିଛି। ଆଉ ଆମର ଆଣିଥିଲେ ବନ୍ଧାକୋବି। ଆଉ କଣ ଆଣିଥିଲେ? ଭେଣ୍ଡି ତ କାଲି ରୋଷେଇ କରିଥିଲି। ଆପଣ ମାନେ ଦେଖିଛନ୍ତି ଭେଣ୍ଡି ଚଟଚଟି ହେଇଥିଲା। ଆଉ ପୋଟଳ ଅଛି। କଣ ଗୋଟେ ତରକାରୀ କରିବା ଆଉ। ଗୋଟେ କାଇଁ ଦିଟା ତରକାରୀ କରିବାକୁ ପଡିବ। ଆଉ ଦିଟା ଖାଇନେବି। ଆଉ ଆମର କାଲି ରାତିର ଭାତର ହେଇନାହିଁ, ରୁଟି ହେଇଥିଲା। ଆପଣ ମାନେ ଜାଣିଛନ୍ତି ଶୀତ ପଡିଗଲାଣି। ଆଉ ରୁଟି ଖିଆ ହଉଛି। ଆପଣ ମାନେ କହିବେ ତ ମୁଁ କେମିତି ଦେଖା ହାଉଛି? କାଲି ଯାଇଥିଲି ବଜାରରୁ କେମିତି ଦେଖା ହାଉଥିଲି? ଆଜି ସକାଳେ କେମିତି ଦେଖା ହଉଛି? ସାଙ୍ଗମାନେ କହିବେ ନିଶ୍ଚିତ କମେଣ୍ଟରେ। ମତେ ଡର ମାଡୁଛି କଣ ପାଇଁ କହନି? ଏଇ ସାଁବାଳି ଗୁଡାକ ଅତିରିକ୍ତ ହେଇଯାଇଛି। ବାହାରେ କପଡା ଶୁଖେଇଲା ବେଳକୁ ସାଁବାଳି ଗୁଡାକ କଣ କପଡା ଦେହରେ ଚଢି ଯାଇ, ସେଥିପାଇଁ ମତେ ଟିକେ ଡର। ତଥାପି ଲୁଗାପଟା ଝାଡି ଝୁଡି କାଲି ଆଣିଥିଲି, ବୁଝିଲେ ନା। ଦେଖନ୍ତୁ ଠିକ ଅଛି ସାଙ୍ଗମାନେ। ଆଉ କଣ ଖାଇବି ମୁଁ ଭାବୁଛି, ବୁଝିଲେ ନା। କଣ ଦେଖି ଗୋଟେ ଖାଇଦବା। ଆଉ ଆପଣ ମାନଙ୍କୁ କହିଦଉଛି ବୋଉର ରିପୋର୍ଟର କଣ ବାହାର ଥିଲା। ବୋଉର ରିପୋର୍ଟ ବାହାରିଥିଲା। ଆମ ପୁଅ କାଲି ନେଇକି ଯାଇଥିଲା ଭଦ୍ରକ ଆଉ ଅଲଟ୍ରାସାଉଣ୍ଡ କରିବା ପାଇଁ। ବୋଉର ରିପୋର୍ଟ ଭଲ ବାହାରିଛି, କିନ୍ତୁ ବୋଉ ଡରି ଯାଉଥିଲା। ସିଏ ତ ଡରଉଥିଲା, ଆମ ମାନଙ୍କୁ ସମସ୍ତଙ୍କୁ ଡରଉଥିଲା। ଆଉ ତାର ପେଟ ଗ୍ୟାସ ହଉଛି। ସେ ଗ୍ୟାସ ପ୍ରୋବ୍ଲେମ ଦୋଷରୁ ଗ୍ୟାସ ଟା ଅତିରିକ୍ତ ପେଟ ଭିତରେ ଭର୍ତ୍ତି ହେଇଗଲାଣି। ଆଉ ସେ ଡକ୍ଟର କହିଲେ ଖାଇବା ପିଇବା ତମେ ଟିକେ ଟାଇମରେ କର। ଆଉ ଗ୍ୟାସ୍ ଟିକେ ଅଳ୍ପ ଅଳ୍ପ କମତେ କମତେ କମିବ। ତାପରେ ମେଡିସିନ ଲେଖି ଦେଇଛନ୍ତି, ମେଡିସିନ ଆଣି ଖାଉଛି। ଆପଣ ମାନେ ଯଦି ଭାବୁଥିବେ ମୁଁ ମିଛ କହୁଛି, ଆଉ ତାହେଲେ ମୁଁ ଆପଣ ମାନଙ୍କୁ ଅଲଟ୍ରାସାଉଣ୍ଡ ରିପୋର୍ଟ ଟା ଦେଇଦେବି। ଆପଣ ମାନେ ଦେଖିବେ, ବୁଝିଲେ ତ ସାଙ୍ଗମାନେ। ଆପଣ ମାନଙ୍କୁ ଦେଇଦେବି, କାହିଁକି ଆପଣ ମାନେ ଭାବିବେ ମିଛ କଥା କହୁଛ। ଆଉ ଲାଇକ ଭିଉ ଆଣିବା ପାଇଁ। ନାଇଁ ନାଇଁ ମିଛ କଥା ନୁହେଁ। ଗୋଟେ ଝିଅ କଣ ତା ମା ନାଁରେ ମିଛ କଥା କହିପାରେ? ଆଉ ମୁଁ ଘର ପାଖରେ ଥିଲେ ମୁଁ ନିଶ୍ଚିତ ଯାଇଥାନ୍ତି। ଆଉ ଦୂରର ଅଛି ଯେହେତୁ ମୁଁ ଯାଇପାରୁନି, ଖାଲି ଫୋନ ମାଧ୍ୟମରେ ଯାହା କଥାବାର୍ତ୍ତା ହଉଛି। ଠିକ ଅଛି ସାଙ୍ଗମାନେ। ଆଉ ମୁଁ ଆପଣ ମାନଙ୍କୁ ଦେଖେଇଦେବି। ଦେବି ଦେଖିବେ ଆପଣ ମାନେ। ଆଉ ସେଇ ଅଲଟ୍ରାସାଉଣ୍ଡ ରିପୋର୍ଟ ଟା। ଆଉ କେମିତି କଣ ହେଇଛି? ଠାକୁରଙ୍କ ଦୟାରେ କିଛି ନାହିଁ। ଖାଲି ଗ୍ୟାସ ପ୍ରୋବ୍ଲେମ ଦୋଷରୁ ଏମିତି ହଉଛି ତାର, ନହେଲେ କିଛି ନୁହେଁ। ଆମେ କେତେ ଡରି ଯାଇଥିଲୁ କଣ ବାହାରି ଥିବ। ପୁଣି ଅପରେସନ ହବାକୁ ପଡିବ, ଏମିତି ଡରି ଯାଇଥିଲୁ। ଠିକ ଅଛି ସାଙ୍ଗମାନେ। ଆଜିର ଭିଡିଓ ଯଦି ଆପଣ ମାନଙ୍କୁ ଭଲ ଲାଗିଛି, ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ ବଟନ ଟିକେ ଦବାଇଦେବେ, ମୋ ନୋଟିଫିକେସନ ଆପଣଙ୍କ ପାଖରେ ଜଲଦି ପହଞ୍ଚିଯିବ। ଯେବେ ବି ଭିଡିଓ ପୋଷ୍ଟ କରିବି ସର୍ବପ୍ରଥମେ ଆପଣ ମାନେ ହିଁ ଦେଖିପାରିବେ। ଯଦି ଆପଣ ମାନେ ଚ୍ୟାନେଲରେ ନୂଆ ଅଛନ୍ତି, ନୀଳିମା ବ୍ଲଗ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଯଦି ଆପଣ ମାନେ ସବସ୍କ୍ରାଇବ କରିଦେଇଛନ୍ତି, ଆପଣ ମାନଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ଭଲ ପାଇବା ଆଶୀର୍ବାଦ ମୋ ଉପରେ, ମୋ ପରିବାର ଏମିତି ରଖିଥାନ୍ତୁ। ଆଗକୁ ଯିବା ପାଇଁ ମତେ ବହୁ ମାତ୍ରାରେ ସପୋର୍ଟ କରନ୍ତୁ। ଆପଣଙ୍କ ଆଶୀର୍ବାଦ ସପୋର୍ଟ ଅଛି ବୋଲି ଆଜି ମୁଁ ଏତେ ବାଟ ପର୍ଯ୍ୟନ୍ତ ପହଞ୍ଚି ପାରିଛି, ଏତେ ଶୀଘ୍ର ପୁଣି। ସେମିତି ମତେ ଭଲ ପାଇବା ଆଶୀର୍ବାଦ ଦିଅନ୍ତୁ। ଆପଣଙ୍କ ପାଖରେ ମୋର ଏତିକି ଛୋଟ ପ୍ରାର୍ଥନା। ମୁଁ ଆଗକୁ ଯିବା ପାଇଁ ଚେଷ୍ଟା କରୁଛି ବହୁ ମାତ୍ରାରେ। ଆଉ ଆଜିର ଭିଡିଓଟି ଏଇଠି ଏଣ୍ଡ କରୁଛି। ନେକ୍ସଟ ଭିଡିଓ ଆପଣ ମାନଙ୍କ ସହିତ ଦେଖା ହବ। ନମସ୍କାର, ଜୟ ଜଗନ୍ନାଥ।